ମୁଁ ସୌରଭ ମିଶ୍ର। ମୁଁ ଆକ୍ଚୁଆଲି ଏଏଲସି ମୟୂରଭଞ୍ଜର ଗେଟ୍ ଟୁ ନେଟ୍ କମ୍ପ୍ୟୁଟର ସେଣ୍ଟର। ତ ଆକ୍ଚୁଆଲି ଆମର ଜର୍ଣ୍ଣିଟା ଷ୍ଟାର୍ଟ ହେଇଥିଲା ଆପଣଙ୍କର 2024ରେ ନଭେମ୍ବର ପରେ ପରେ। ତ ସେଇଠି ଏନସିଆର ଗୋଟେ ପ୍ରୋସେସ୍ ଥ୍ରୁ ଆମେ ରେଜିଷ୍ଟ୍ରେସନ କରିଥିଲେ। ତାପରେ ମାସେ ଭିତରେ ଆମେ ସ୍କୁଲ କ୍ୟାମ୍ପେନିଂ ଷ୍ଟାର୍ଟ କରିଥିଲେ, যেটা ଓକେସିଏଲ ତରଫରୁ ଦିଆଯାଇଥିଲା ଆମକୁ ଯେ ଆୱାରନେସ୍ କ୍ୟାମ୍ପ କରିବା ପାଇଁ ସ୍କୁଲରେ। ତ ଆମେ ଯାଇଥିଲେ ଡିଫରେଣ୍ଟ ସ୍କୁଲକୁ, ପାଖାପାଖି 12ରୁ 15ଟା ସ୍କୁଲ ଆମେ କଭର କରିଥିଲେ। ଆଉ ଏଥିରେ ଆମର ଯେ ଗେଟ୍ ଟୁ ନେଟ୍ର ଷ୍ଟାଫ୍ ମାନେ ବହୁତ ହେଲ୍ପ କରିଥିଲେ ଆମକୁ। ତ ପାଖାପାଖି କମ୍ପ୍ଲିଟ୍ କରିବା ପରେ ଆମେ ଯେତିକି ହାର୍ଡୱାର୍କ କରିଥିଲେ ସେଇ ହିସାବରେ ପାଖାପାଖି 20-30% ଆମେ ରେଜଲ୍ଟ ପାଇଲେ ସେଥିରେ। ତାପରେ ଏମଡି ସାରଙ୍କର ଯେ ଭିଜନ ରହୁଛି କେମିତି ଆମେ ଲିଟରେସିଟାକୁ, କମ୍ପ୍ୟୁଟର ଲିଟରେସିଟାକୁ କେମିତି ଭଲସେ ଆଗେଇ ପାରିବା, ତା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଇଓଟି। ରିସେଣ୍ଟଲି ଆମର ଗୋଟେ କ୍ୟାମ୍ପ ହେଇଥିଲା ରିସେଣ୍ଟଲି, ଯେଥିରେ ଆଇଓଟି ଆଉ ଆପଣଙ୍କର ରୋବୋଟିକ୍ସ ଆଉ ଆପଣଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଇ ଉପରେ କ୍ୟାମ୍ପ ହେଇଥିଲା, ଯେଥିରେ ବର୍ଷା ସାରଙ୍କୁ ବି ମୁଁ ଏଠି ଧନ୍ୟବାଦ ଦେବି, ଡିଏଲସି ବର୍ଷା ସାରଙ୍କୁ ଆଉ ହିମଜା ମ୍ୟାଡାମଙ୍କୁ ବି। ତ ସେମାନେ ଆମକୁ ସ୍କୋପ ଦେଲେ ଯେ ଆପଣ ଯାଇକି ସ୍କୁଲ କଭର କରନ୍ତୁ। ଆଉ ସେଥିରେ ଆମର ସବୁଠୁ ଖୁସି ଲାଗୁଛି ଏଇଟା ଜାଣିକି ଯେ ମୁଁ ଥିଲି ଆକ୍ଚୁଆଲି ରେଭେନ୍ସା ୟୁନିଭର୍ସିଟିରେ 2018-19ରେ ଏମସିଏ ଡିପାର୍ଟମେଣ୍ଟରେ ଥିଲି। ତ ସେଇଠି ଯେତେବେଳେ ପଢଉଥିଲି ମୋର ଜଣେ ଷ୍ଟୁଡେଣ୍ଟ ସମ୍ବିତ ବୋଲି, ସେଇଠି ବର୍ତ୍ତମାନ ଟ୍ରେନର ଅଛନ୍ତି। ଏଜ ଏ ଟିଚର ହବା ପରେ ବି ଏଜ ଏ ଷ୍ଟୁଡେଣ୍ଟ ପାଖରୁ ଆମେ ଟ୍ରେନିଂ ନେଲେ, ବହୁତ ଖୁସି ଲାଗିଲା ସେଥିରେ ଯେ ମୋରି ଷ୍ଟୁଡେଣ୍ଟ ଜଣେ ଏଠି ପଢଉଛନ୍ତି। ଆଉ ତା ବାଦେ ମୁଁ ନର୍ଥ ଓଡ଼ିଶା ୟୁନିଭର୍ସିଟିରେ ବି ଥିଲି, ଆସିଷ୍ଟାଣ୍ଟ ପ୍ରୋଫେସର ଥିଲି ଏମସିଏ ଡିପାର୍ଟମେଣ୍ଟରେ। ତାପରେ এই ডিফারেন্ট লেকচারশিপ করবা পরে মতে লাগলা যে যেহেতু কিছু পার্মানেন্ট পোস্টিং কম্প্यूटर সাইন্স ର ହେଇପାରୁନି, ତ ମୁଁ ପିଲାମାନଙ୍କୁ ଚାହୁଁଥିଲି ସର୍ଭିସ ଦେବା ପାଇଁ। ତ ମୁଁ ଓକେସିଏଲ ସହିତ ସେଇ ପାଇଁ ଯୋଡ଼ି ହେଲି। ଆଉ ବହୁତ ବଢିଆ, ବହୁତ ଜଣ କହୁଛନ୍ତି ବହୁତ ଏଏଲସି ମାନଙ୍କ ଡିଫରେଣ୍ଟ କନସେପ୍ଟ ରହୁଛି। କିନ୍ତୁ ମେନ୍ କଥା ଦେଖନ୍ତୁ, ଆମେ ଯେବେଠୁ ଯୋଡ଼ି ହେଇଛି ତାରପରେ ମୁଁ ଗୋଟେ ଜିନିଷ ଦେଖିଲି ଯେ ଏଠି ବହୁତ ଆପଡେଟେଡ କୋର୍ସ ରହୁଛି, କୋର୍ସ ରେଗୁଲାରଲି ଆପଡେଟ ରହୁଛି। ଆଉ ତା ସହିତ ଆମେ ଡିଫରେଣ୍ଟ ଇସ୍ୟୁ ଫେସ୍ କରୁଛେ, ଯେମିତି ପିଜିଡିସିଏ କଥା କି ଡିଫରେଣ୍ଟ ଓ ଲେଭେଲ ଡିଫରେଣ୍ଟ କୋର୍ସ ରହୁଛି। ତା ସହିତ ଯଦି ଆମେ କମ୍ପେୟାର କରିବା ତ মেন জিনিস হচ্ছে কোন, আমি নিজে কনফ্ୟୁଜ ନୁହେଁ ଯେ ଆମେ যে ଜାଗାରେ ଅଛେ ଯେ ସେଟା ଭଲ କି ଖରାପ। ତ ମୁଁ ତ ଫାର୍ଷ୍ଟରୁ ମୁଁ ଦେଖିଲି ଯେ ଯେତିକି, କାରଣ ମୋର ଯେତିକି ନଲେଜ ଥିଲା ସେଇ ହିସାବରେ ଦେଖିଲି କୋର୍ସ ବହୁତ ଆପଡେଟ ଅଛି। ଇଭେନ ପିଏଚପି ସେଠି ଅଛି, ଆପଣଙ୍କର ଆଇଓଟି ରୋବୋଟିକ୍ସ ଆସିଗଲା ଏବେ, ତ ଆପଡେଟେଡ ହେଇ ଚାଲିଛି। କିନ୍ତୁ ଆମ ମୟୂରଭଞ୍ଜ ପାଇଁ ଏଟା ବହୁତ ବଡ ଚ୍ୟାଲେଞ୍ଜ, କାରଣ ସେଠି ସେଇ ଭଳିଆ ପିଲା ନାହାନ୍ତି ଯେ ପିଲା ତ ଅଛନ୍ତି ବାକି ସେତିକି ଏନଭାୟରନମେଣ୍ଟ ନାହିଁ ଯେ ବୁଝେଇବା ଆମେ ପିଲା ଆକ୍ସେପ୍ଟ କରିବେ। ତ ଆମେ ଜାଣିଛେ ସେଟା ଟିକେ ଆଦିବାସୀ ଏରିଆ ରହୁଛି। ତ ଯାହା ହେଲେ ବି ଯାହା ବି ପ୍ରୋବ୍ଲେମ ଥାଉ ଆମେ ସେଟାକୁ ଧୀରେ ଧୀରେ ସର୍ଟ ଆଉଟ କରିବା। ଆଉ ବହୁତ ଖୁସି ଲାଗୁଛି ଯେ ଆହୁରି ବହୁତ ଏଏଲସି ସେଇ ହିସାବରେ କାମ କରୁଛନ୍ତି। ବହୁତ ଆମର ବି ବହୁତ ବେଟର ଏଏଲସି ଅଛନ୍ତି, ବର୍ତ୍ତମାନ ପ୍ରେଜେଣ୍ଟ ବି ଅଛନ୍ତି। ତ ଭଲ କାମ କରୁଛନ୍ତି ସେମାନେ ବି। ତ ଆମେ ବି ବର୍ଷେ ହେଲା, ବର୍ଷେ ବି ହେଇନି ଏବେ ଯାଏଁ। ତ ଆମେ ରେଜିଷ୍ଟ୍ରେସନ ପରେ ବର୍ଷେ ପାଖାପାଖି ହବ ଆଉ କିଛି ଦିନ ଭିତରେ। ତ ସେଇ ଭିତରେ ପାଖାପାଖି ଆମେ ଆଡମିସନ ତ ଫୋକସ କରାହଉଛି, ତା ସହିତ ପରଫରମେନ୍ସ ଆମର ମେନ୍ ଟାର୍ଗେଟ ଥିଲା ଯେ କେମିତି ଆମେ ଭଲ ପରଫରମେନ୍ସ କରିପାରିବା। ପରଫରମେନ୍ସ ମାନେ ହଉଛି କଣ, ଆପଣଙ୍କ ପିଲାମାନଙ୍କୁ ପାଠ ପଢେଇବା। ଆପଣ ଯେତେ ଭଲସେ ପାଠ ପଢେଇବେ ପିଲାମାନେ ଆଟ୍ରାକ୍ଟ ହେବେ, ଆଉ ସେଇ ପିଲାମାନେ ଆପଣଙ୍କୁ ପିଲା ଆଣିକି ଦେବେ। ତ ଏତେ ଆମେ ଆଡଭର୍ଟାଇଜରେ ଫୋକସ ନ କରିକି ଆମେ ଯଦି ପାଠଟାକୁ ଭଲସେ ଦେଖିବା, ଇଣ୍ଡିଭିଜୁଆଲ ପିଲାକୁ ଯଦି କେୟାର ନବା, ତାହେଲେ ମତେ ଲାଗୁଛି ଯେ ଜିନିଷଟା ଆହୁରି ବହୁତ ବେଟର ହେଇପାରିବ। ତା ବାଦେ ଆପଣଙ୍କର ଯେ ମିଟିଂ ଡିଫରେଣ୍ଟ ରହୁଛି, ଆମର ଏମଡି ସାର୍ ନିଜେ ମିଟିଂ କରନ୍ତି ମଝିରେ ମଝିରେ। ଏଠି ଧନ୍ୟବାଦ ଦେବି ସୁଶାନ୍ତ ସାରଙ୍କୁ, ଯେ ବହୁତ ହି ସ୍ପିରିଚୁଆଲ ସ୍ପିଚ ଦିଅନ୍ତି ଆମକୁ ମୋଟିଭେଟ କରିବା ପାଇଁ ମିଟିଂରେ। ତ ସେଟା ବି ଆମକୁ ବହୁତ ଖୁସି ଲାଗେ ଯେ ଇଣ୍ଡିଭିଜୁଆଲ କେୟାରିଂ କରାଯାଉଛି। ଏଟା ଏମିତି ଗୋଟେ ଜାଗା ଯେଠି କାହାକୁ ବି ଅନଦେଖା କରା ହଉନି, ସେଠି ସମସ୍ତଙ୍କୁ ଚାନ୍ସ ଦିଆଯାଉଛି ଯେ ସେମାନେ କେମିତି ତାଙ୍କର ପରଫରମେନ୍ସକୁ ଆଗେଇ ନେଇଯିବେ। তো ଓକେସିଏଲ ପୁରା ଟିମ୍ ଆଉ ଆମର ଯେ ଏଏଲସି ବନ୍ଧୁ ମାନେ ଅଛନ୍ତି କି ଆମର ଡିଏଲସି ସାର୍ ମ୍ୟାଡାମ ମାନେ ଅଛନ୍ତି, ତ ସମସ୍ତଙ୍କୁ ଥ୍ୟାଙ୍କ ୟୁ ଯେ ଆମକୁ ଏତିକିଟା ଅପରଚ୍ୟୁନିଟି ଦେବା ପାଇଁ। ଆଉ ଲାଷ୍ଟରେ ଆମର ଯେ ଗେଟ୍ ଟୁ ନେଟ୍ କଥା କହିବି, ଗେଟ୍ ଟୁ ନେଟ୍ ବର୍ଷେ ଭିତରେ ଆମର ଯେତିକି ଆଶା ଥିଲା ପୁରା ତ ଫୁଲଫିଲ ହେଇନି, ବାକି ଆମର ଚେଷ୍ଟା ଜାରି ଅଛି। ଆଉ ଏଥିରେ ଆମର ଦୁଇ ଜଣ ମ୍ୟାଡାମ ଏଥିରେ ବହୁତ ସହଯୋଗିତା କରୁଛନ୍ତି, ଯେମାନେ ବହୁତ ଭଲ ପାଠ ପଢାନ୍ତି ଆଉ ସେମାନେ ଅଲରେଡି ଏମସିଏ କ୍ୱାଲିଫାଏଡ। ତ ସବୁଠୁ ବଡ କଥା ହଉଛି ଆମେ କ୍ୱାଲିଫାଏଡ ଟିଚର ବି ରଖିଛେ,
ଯେଥିରେ କଣ ହଉଛି ପିଲାମାନଙ୍କୁ ବୁଝତେ କିଛି ଅସୁବିଧା ହବ ନାହିଁ ଆଉ ସେମାନେ ପୁରା ଷ୍ଟେପ ବାଇ ଷ୍ଟେପ ବୁଝାନ୍ତି। ତ ସେଇ ଜିନିଷଟା ବି ମାନେ ମେନ୍ ହଉଛି କଣ ପାଠଟାକୁ ଯଦି ଆମେ ଫୋକସ କରିବା ତ ସେଇଟା ହିଁ ସବୁଠୁ ବଡ ଜିନିଷ। କାହା ସହିତ କାହାର କମ୍ପାରିଜନ ତ ଆମେ କରିପାରିବାନି କିନ୍ତୁ ଆମେ ଚେଷ୍ଟା କରିବା ଆମର କେତେଟା ଆପଡେଟ ହେଇପାରିବ। ତ ବହୁତ ବଢିଆ ଜିନିଷ ଯେ ସ୍କୁଲ ଲେଭେଲରେ ମଝିରେ ଓଏସିଆଇଟି ଦିଆ ହଉଥିଲା, ଓଏସିଆଇଟି ସ୍କୁଲ ପିଲାମାନେ କରିପାରିବେ ତା ଟ୍ରେନିଂ ମଧ୍ୟ ଦିଆ ହେଇଥିଲା। ତ ସେଥିରେ ବି ମୁଁ ପାର୍ଟିସିପେଟ କରିଥିଲି। ତ ମୋର ଗୋଟେ ରିକ୍ୱେଷ୍ଟ ରହିବ ସେୟାର ଅଛନ୍ତି, ତ ମୋର ଗୋଟେ ରିକ୍ୱେଷ୍ଟ ରହିବ ଯେ ଓପୋ କୋର୍ସ ଯେ ରହୁଛି ତାର ବି ଯଦି ମଝିରେ ଟ୍ରେନିଂ ଦିଆ ହଉଥିଲା କିନ୍ତୁ କିଛି କିଛି ଜିନିଷ ରହୁଛି ଯେଗା କମ୍ପ୍ୟୁଟର ସାଇନ୍ସ ଫିଲ୍ଡ ସହିତ ଟିକେ ଦୂରରେ ରହିଯାଉଛି, ଯେମିତି ଟ୍ୟାଲି ଜିଏସଟି। ତ ଏଇ ଟାଇପ ର କିଛି କିଛି ପାଠ ଅଛି ଯେଗା ଟିକେ ଟ୍ରେନିଂ ଦେଲେ বা ଅଟୋକାର୍ଡ ରହିଗଲା ତ ଏଇଟା ଯଦି ଟିକେ ଆମେ ଟ୍ରେନିଂ ପାଇବା ତ ବହୁତ ବେଟର ହବ, ଜିନିଷଟାକୁ ଆହୁରି ଇମ୍ପ୍ରୁଭମେଣ୍ଟ ଆମର ହେଇପାରିବ। ତ ସେଇଟା ଗୋଟେ ରହୁଛି। ଆଉ ସାର୍ ମଝିରେ ସାର୍ ଆପଣ ଜେନୁଇନ କିଛି ସଫ୍ଟୱେୟାର କଥା ଆମକୁ ଦେଇଥିଲେ, କିଛି ଦେଇଥିଲେ ବି ଅଫିସ ପ୍ୟାକେଜ ଦେଇଥିଲେ, ସେଟା ଟିକେ ଯଦି ଆଉ ଟିକେ ଆମକୁ ମିଳିଥାନ୍ତା ସେଟା ଗୋଟେ ଜେନୁଇନ ପ୍ରୋସେସକୁ ଆମେ ଯାଇଥାନ୍ତେ। କାରଣ ଓକେସିଏଲ ସହିତ ଯୋଡି ହବା ପରେ ମତେ ଲାଗେ ଏଟା ବହୁତ ପରିମାଣରେ କ୍ଲିନ ରହୁଛି ଏଇ ପ୍ରୋସେସରେ। ଏଥିରେ କିଛି ବି ଆମେ ମାନେ କିଛି ବି ଅସୁବିଧା ନାହିଁ। ଏଇ ପ୍ରୋସେସ ଧୀରେ ଧୀରେ ଯାହା ବି ଅସୁବିଧା ରହୁଛି ସେଟାକୁ କ୍ଲିନ କରି କରି ଚାଲିଛି। ତ ସେଇ ଜିନିଷଟା ପାଇଁ ମୁଁ ବହୁତ ଖୁସି। ଆଉ ଆମର ଯେ ଭିଜନ ଅଛି ଏମଡି ସାରଙ୍କର ଯେ ଆଡଭାନ୍ସ ଲେଭେଲକୁ ଆମେ ନେଇଯିବା କମ୍ପ୍ୟୁଟର ଲିଟରେସିରେ, ପିଲାମାନଙ୍କୁ ଆଡଭାନ୍ସ କେମିତି ଶିଖେଇବା, ହ୍ୟାଣ୍ଡ ଅନ୍ ପ୍ରାକ୍ଟିସ କେମିତି କରେଇବା, ତ ସେଇ ଜିନିଷକୁ ଯେମିତି ଆଗକୁ ନେଇପାରିବି ସେଇ ଆଶା ରଖୁଛି। ଆଉ ସମସ୍ତଙ୍କୁ ମୋର ଧନ୍ୟବାଦ, ଆଉ ଏତେ ଟାଇମ ମତେ ଶୁଣିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଥ୍ୟାଙ୍କ ୟୁ।